ଖ୍ରୀଷ୍ଟ ଜ୍ୟୋତି ପ୍ରଜ୍ୱଳିତ ଅନ୍ଧକାର ହେଲା ଲୁପ୍ତ ଖ୍ରୀଷ୍ଟ ଜ୍ୟୋତି ପ୍ରଜ୍ୱଳିତ ଅନ୍ଧକାର ହେଲା ଲୁପ୍ତ ପ୍ରତିଟି ଅନ୍ତର ଆଲୋକିତ କରେ ଯେଉଁ ଜ୍ୟୋତି ପ୍ରତି ଜୀବନର ପଥ ପ୍ରଦର୍ଶକ ସେଇ ଜ୍ୟୋତି ସେ ଯେ ସାରା ଜଗତର ଜ୍ୟୋତି ଖ୍ରୀଷ୍ଟ ଜ୍ୟୋତି ସେହି ସତ୍ୟ ଜ୍ୟୋତି सत्य ज्योति सत्य ज्योति सत्य ज्योति सत्य ज्योति। प्रिय बंधु नमस्कार। सत्यज्योति परिवार पक्षरु आपनको अनेक अनेक अभिनंदन शुभेच्छा आउ पुणी धन्यवाद जनाऊँगी। এই କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛି। ପୂର୍ବପରି ଆଜି ମଧ୍ୟ ଆପଣ ଏହି ବାକ୍ୟ ଶୁଣିବା ପାଇଁ ଉପସ୍ଥିତ ଅଛନ୍ତି। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆପଣ ଯଦି ଏକାକୀ ବସିଥାନ୍ତି ଶୁଣୁଥାନ୍ତି ତାହେଲେ ଆପଣଙ୍କ ପାଖରେ ଯଦି ଆଉ କେହି ଅଛନ୍ତି ସେମାନଙ୍କୁ ମଧ୍ୟ ଡାକନ୍ତୁ, ଯେପରି ସମସ୍ତେ ଏକତ୍ର ଈଶ୍ୱରଙ୍କର ବାକ୍ୟ ଶୁଣି ଆଶୀର୍ବାଦ ପ୍ରାପ୍ତ ହେବେ। ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଅନ୍ୟମାନଙ୍କୁ ସୂଚନା ଦିଅନ୍ତୁ, ଯଦ୍ୱାରା ସେମାନେ ମଧ୍ୟ ଆଶୀର୍ବାଦ ପ୍ରାପ୍ତ ହେବେ। ଆମ ସାଙ୍ଗରେ ଯଦି ଯୋଗାଯୋଗ କରିବା ପାଇଁ ଚାହାନ୍ତି ତାହେଲେ କାର୍ଯ୍ୟକ୍ରମ ଶେଷରେ ଯେଉଁ ନମ୍ବରଟି ଦିଆଯାଉଛି ସେହି ନମ୍ବରରେ ଆଜି ହିଁ ଆମମାନଙ୍କୁ କଲ୍ କରନ୍ତୁ। ଆପଣଙ୍କର ସୁଚିନ୍ତିତ ମତାମତ ଜଣାନ୍ତୁ। କିଛି ପ୍ରାର୍ଥନାର ଅନୁରୋଧ ଥିଲେ ତାହା ମଧ୍ୟ ଜଣାନ୍ତୁ। ଆପଣଙ୍କ ପାଇଁ ନିଶ୍ଚୟ ଆମମାନେ ପ୍ରାର୍ଥନା କରିବୁ। ଆସନ୍ତୁ ଆଜିର ଆଲୋଚନା ମଧ୍ୟକୁ ଯିବା ପୂର୍ବରୁ ପଦେ ପ୍ରାର୍ଥନା କରିବା। ପ୍ରଭୁଙ୍କ ନିକଟରେ ନିଜ ନିଜକୁ ସମର୍ପଣ କରିବା। କେଉଁ ଅସୁସ୍ଥତା ଆପଣଙ୍କୁ କଷ୍ଟ ଦେଉଛି, କେଉଁ ପରିସ୍ଥିତି ଆପଣଙ୍କର ଜୀବନର ଶାନ୍ତିକୁ ଛିନ୍ନ କରି ନେଇଛି, କେଉଁ ସମସ୍ୟା ଆପଣଙ୍କୁ ଅସ୍ଥିର ବିଚଳିତ କରୁଛି, ସେ ସବୁ ପ୍ରଭୁଙ୍କ ପାଦ ତଳେ ଥୋଇ ଦିଅନ୍ତୁ। ସେ ପ୍ରାର୍ଥନା ଶ୍ରବଣକାରୀ ଏବଂ ଉତ୍ତରଦାତା ପରମେଶ୍ୱର ଅଟନ୍ତି। ଆପଣଙ୍କ ଜୀବନରେ ସେ ନିଶ୍ଚିତ ରୂପେ କାର୍ଯ୍ୟ କରିବେ। ଆସନ୍ତୁ ପ୍ରାର୍ଥନା କରିବା। ପ୍ରିୟ ପ୍ରଭୁ, ତୁମର ଧନ୍ୟବାଦ କରୁଛୁ। ତୁମେ ଆମମାନଙ୍କର ଅବସ୍ଥାକୁ ଜାଣୁଥିବା ଈଶ୍ୱର ଅଟ। ଅନେକ ବିଷୟ ଆମମାନେ କହିପାରିଥାଉ, ଅନେକ ବିଷୟ କହିବାକୁ ଅସମର୍ଥ ହୋଇଥାଉ, ମାତ୍ର ଉଭୟ ବିଷୟକୁ ତୁମେ ପୁଙ୍ଖାନୁପୁଙ୍ଖ ଭାବରେ ଜାଣିବା ଈଶ୍ୱର ଅଟ। କାରଣ ତୁମେ ସର୍ବଜ୍ଞ, ତୁମେ ସର୍ବଦର୍ଶୀ, ତୁମେ ସର୍ବଶକ୍ତିମାନ ଅଟ। ସବୁ ସମସ୍ୟାକୁ ତୁମେ ସମାଧାନ କରିବା ପାଇଁ ତୁମଠାରେ କ୍ଷମତା ଅଛି, ଶକ୍ତି ଅଛି, ସାମର୍ଥ୍ୟ ଅଛି। ପ୍ରଭୁ, ସେଥିପାଇଁ ତୁମଠାରେ ନିବେଦନ କରୁଛୁ। ପ୍ରତ୍ୟେକ ବନ୍ଧୁମାନଙ୍କୁ ତୁମ ଚରଣ ତଳେ ରଖୁଛୁ। କାହାର ଅସୁସ୍ଥତା ତ କାହାର ସମସ୍ୟା ଯାହା କିଛି ସେମାନଙ୍କୁ ବିବ୍ରତ କରୁଥାଏ, ସେ ସବୁରୁ ସେମାନଙ୍କୁ ମୁକ୍ତ କର। ଯୀଶୁଙ୍କ ନାମରେ ଯେଉଁ ସୁସ୍ଥତା ଅଛି, ଶାନ୍ତି ଅଛି, ଆନନ୍ଦ ଅଛି, ତାହା ସେମାନେ ଆଜି ଅନୁଭବ କରନ୍ତୁ। ପ୍ରତ୍ୟେକଙ୍କୁ ଆଶୀର୍ବାଦ କର। ବାକ୍ୟ ଦେଇ ଆମମାନଙ୍କୁ ତୁମେ କଥା କୁହ, ତୁମର ନିକଟବର୍ତ୍ତୀ କରାଅ। ଯୀଶୁଙ୍କ ନାମରେ ପ୍ରାର୍ଥନା ଉତ୍ସର୍ଗ କରୁଅଛୁ। ଭାଇ ଭଉଣୀମାନେ, ଏ ଦିନମାନଙ୍କରେ ଆମମାନେ ସେଇ ଜଣେ ବ୍ୟକ୍ତିଙ୍କ ବିଷୟରେ ଆଲୋଚନା କରୁଛୁ, ଯାହାଙ୍କର ନାମ ଉଲ୍ଲେଖ ନାହିଁ ପବିତ୍ର ବାଇବଲରେ, କିନ୍ତୁ ତାଙ୍କ ଜୀବନରେ କ'ଣ ଘଟିଥିଲା ସେହି ସମ୍ପର୍କରେ ଉଲ୍ଲେଖ ଅଛି। ଯାହା ତାହାଙ୍କ ଜୀବନରେ ଥିଲା, ହୋଇପାରେ ସେହି ସମାନ ବିଷୟ ଆଜି ଆମ ଜୀବନରେ ନାହିଁ, କିନ୍ତୁ ସେହି ପ୍ରକାରର ବିଷୟ ଆମ ଜୀବନରେ ଅଛି। ତାହାଙ୍କର ଶାରୀରିକ ପୀଡ଼ା ଥିଲା, ତାହାଙ୍କର କୁଷ୍ଠ ରୋଗ ଥିଲା। ଆଜି ଆପଣଙ୍କଠାରେ ହୁଏତ କୁଷ୍ଠ ରୋଗ ନାହିଁ, ଯଦିବା ଆମମାନଙ୍କର ସମାଜରେ ଆଜି ବି କିଛି କୁଷ୍ଠ ରୋଗରେ ଆକ୍ରାନ୍ତ ଲୋକମାନେ ଅଛନ୍ତି। ହୋଇପାରେ ସେହି ସମସ୍ୟା ଆପଣଙ୍କର ନାହିଁ, କିନ୍ତୁ ମନରେ ସମସ୍ୟା ଅଛି, ଆପଣଙ୍କ ଜୀବନରେ ସମସ୍ୟା ଅଛି। ଏବଂ ପାପ ଗୋଟେ କୁଷ୍ଠ ରୋଗ ଭଳି, କୁଷ୍ଠ ରୋଗ ଯେମିତି ଶରୀରକୁ ଖାଇଯାଏ, ପାପ ସେମିତି ମଣିଷ ଜୀବନକୁ ନଷ୍ଟ କରିଦିଏ। ସେହି ରୋଗରୁ ମୁକ୍ତ ହେବା ଆବଶ୍ୟକ, ସେହି ଅସୁଚିତାରୁ ପରିଷ୍କାର ହେବା ଆବଶ୍ୟକ। କୁଷ୍ଠ ରୋଗୀର ଦେହ ହାତ ଛିଣ୍ଡିଯାଏ, ତାର ଘା ହୁଏ, ପୂଜ ରକ୍ତ ବହେ। ପାପର ସେହି ଶୋଚନୀୟ ଅବସ୍ଥାରୁ ମୁକ୍ତ କରିବା ପାଇଁ ପ୍ରଭୁ ଇଚ୍ଛା କରନ୍ତି। ସେଦିନ ସେ କୁଷ୍ଠରୋଗୀ ଯୀଶୁଙ୍କୁ କହିଲା, ଆପଣ ଇଚ୍ଛା କଲେ ମୋତେ ଶୁଚି କରିପାରନ୍ତି।
प्रभु यीशु कहले मु इच्छा करूअछि तुमे शुचि हो। यह प्रभुंकर इच्छा प्रतिटी मनुष्य पापरु क्षमा पाओ, प्रतिटी मनुष्य नुआ जीवन पाओ, प्रतिटी मनुष्य ईश्वरंकर संतान रे परिणत हो, प्रतिटी मनुष्य नरकरु मुक्त हो एवं स्वर्गर अधिकारी हो। भाई भणी माने ईश्वरंकर केड़े सुंदर इच्छा आपणक पाई, मो पाई, आम समस्तंकर पाई। तेबे ईश्वर जातुथिबा सेई योजना, सेई विशेष आशीर्वाद को काहेकि अवहेला करिबा? आज काहेकि ताहा आनंदरे ग्रहण न करिबा? आमे ताहा विश्वास रे ग्रहण करि पारिबा। प्रभु यीशु ख्रीष्टंक ठारे विश्वास करिबा द्वारा ताहा मिली थाए। ईश्वरंक पवित्र वाक्य रे लिखा अछि, जेते जण ताहांकु ग्रहण कले, अर्थात जो माने प्रभु यीशु ख्रीष्टंक नाम रे विश्वास कले, से समस्तंकु से ईश्वरंक संतान हेबार अधिकार देले। आज आपण ईश्वरंकर जणे संतान भाव रे अधिकार एवं ख्याति लाभ करि पारिबे जदि विश्वास रे प्रभु यीशुंक निकट को आसीबे। भाई भणी माने प्रभु यीशु कहिले मु इच्छा करूअछि तुमे शुचि हुओ, एवं तत्क्षणात् से कुष्ठ रोगी शुचि हैला, सुस्थ हो गला। तार रोग कुआड़े चली गला, लागिला जे ता देहरे केबे भी कौनसी प्रकार रोग नथिला। आश्चर्य कार्य घटिला, ताहा तत्क्षणात् घटिला। आज आम मानकर जीवन पापरे जेते भाराक्रांत ही थाउ ना काहेकि प्रभुंकर से पदे कथारे ताहांकर सुसमाचारर वाक्यरे एपरि शक्ति अछि, विश्वास करिबा मात्रे आपणकर जीवन रूपांतरित होई जिवो। भाई भणी माने अनेक कथा कहती धर्म परिवर्तन विषय, किंतु पवित्र बाइबल धर्म परिवर्तन विषय कहे नाही। पवित्र बाइबल कहे मनर परिवर्तन विषय, हृदयर परिवर्तन विषय, आचरणर परिवर्तन विषय। जो मन परिवर्तित हुए तार आचरण मध्य बदली जाए, भीतर सफा हेले बाहर भी सफा ही जाए। प्रभु यीशु ताहा ही प्रत्येकंक ठारे देखिबाकु चाहंती। से उद्देश्य से जगत को आसीथिले। से कहले मु इच्छा करूची तुमे शुचि हुओ, आउ कुष्ठ रोगीटी तत्क्षणात् सुस्थ हो गला। ताहा तत्क्षणात् घटिला। ठीक सेही प्रकार जेमति कि आपण घर को आसिले अंधार रातिरे आगे कौन करती? कबाट खोलिला उतारे आगे बत्तीर स्विचटा कोठी अछि सेठिकी जाती एवं स्विचटा को ऑन करती। स्विच ऑन कला परे कौन घंटाए अपेक्षा करिया को पड़े कि? बिल्कुल नुहे। जेमती स्विच ऑन कले तत्क्षणात् लाइट जलिला, तत्क्षणात् पंखा चलिला, तत्क्षणात् एसी चलिला। जहाँ किसी इलेक्ट्रोनिक जिनिस आपण व्यवहार करछंती स्विच मारिला क्षणी होउची। कारण कौन? कारण होउची सेठिरे सेई विद्युत शक्ति अछि, ता सब बेले सेठार उपलब्ध। स्विच मारला क्षणी ता सांगे सांगे चालित हुए, बत्ती जळे, पंखा घुरे। प्रभुंकर वाक्य रे से प्रकार शक्ति अछि। सेतिपाई से कहिला क्षणी तत्क्षणात् हेई जाए। ए समुदाय विश्व ताहांकर वाक्यर शक्ति रे सृष्ट होईछि। जानिछंती कि से कथा? भाई भणी माने ए विशाल आकाश मंडल ताहांकर वाक्य द्वारा, ए गछ पत्र पहाड़ पर्वत नई नाल समुद्र एवं सेथिरे गमनागमन करुथबा समस्त जीवित प्राणी जीवजंतु सबकिछि ताहांकर पदक कथारे सृष्टि होइछंती। ईश्वर कथा कहिले कार्य हुए। जेतले प्रभु यीशु कहिले मु इच्छा करूअछि शुचि हुओ, तत्क्षणात् परिवर्तन आसिला। प्रभुंकर वाक्यरे परिवर्तनकारी शक्ति अछि। ताहा आपणकर मन को, आपणकर आचरण को, भीतरर स्वभाव को, मनोवृत्ति को संपूर्ण रूपे बदलई देबा पाए समर्थ अटे। ताहा ही आवश्यक। जेतले प्रभुंकर कथा आपण शुणंती मानंती, सेतेबेले तत्क्षणात् सुस्थता पाती। सेतेबेले तत्क्षणात् आपणकर मन बदली जाए, आपणकर जीवन नूतन दिगरे गति करे। प्रभु यीशुंकर शक्ति धीर मंथर नुहे, ताहा तत्क्षणात् कार्य करे। भाई भणी माने परित्राण ईश्वर दौथिबा परित्राण पाइबा पाए आपणको अपेक्षा करिवार आवश्यकता नाही। आज प्रार्थना करिवे 5 वर्ष परे परित्राण पाइबे, से प्रकार नुहे। आज जदि विश्वास रे प्रभुंक निकटरे निजको समर्पि देबे, ताहले आज ही आपणकर गृह रे, आपणकर जीवन रे परित्राण उपस्थित हैला बोली घोषणा करा जिवो। दिने प्रभु यीशु जक्ष नामक जड़े व्यक्ति घर को गले। से लोकटा
ସମାଜରେ ଘୃଣିତ ଥିଲେ। ଯଦି ବା ସେ ଜଣେ ଇନକମ୍ ଟ୍ୟାକ୍ସ ଅଫିସର ଥିଲେ, ମାତ୍ର ଲୋକମାନେ ତାଙ୍କୁ ପସନ୍ଦ କରୁନଥିଲେ, କାରଣ ସେ ଠକିକି ଲୋକମାନଙ୍କଠାରୁ ଜବରଦସ୍ତ ପଇସା ପତ୍ର ଛଡ଼େଇ ନେଉଥିଲେ। ସେଥିପାଇଁ ଲୋକମାନେ ତାଙ୍କୁ ଘୃଣା କରୁଥିଲେ। କିନ୍ତୁ ଦିନେ ସେ ଯୀଶୁଙ୍କୁ ଦେଖିବା ପାଇଁ ଇଚ୍ଛା କଲେ, ଆଉ ଯୀଶୁ ତାହାଙ୍କୁ ଦେଖାଦେଲେ। ସେ ଗୋଟେ ଗଛରେ ଚଢ଼ିକି ଯୀଶୁଙ୍କୁ ଦେଖିବା ପାଇଁ ଭାବୁଥିଲେ, ଆଉ ସେ ପ୍ରକାର କରୁଥିଲେ। କିନ୍ତୁ ଯୀଶୁ ସେଇ ଗଛ ତଳକୁ ଆସି ଅଟକି ଯାଏ, ତାଙ୍କର ନାମ ଧରି ଡାକି କହିଲେ, ଯକ୍ଷୟ ଓହ୍ଲେଇ ଆସ, ଆଜି ମୁଁ ତୁମ ଘରେ ଯାଇକି ରହିବି। ସେ ଯୀଶୁଙ୍କୁ ଦେଖିବା ପାଇଁ ଇଚ୍ଛା କରୁଥିଲେ, କିନ୍ତୁ ଯୀଶୁ ଆସିଲେ ତା ଘରେ ଯାଇକି ରହିବା ପାଇଁ। ଆଜି ଆପଣ ପ୍ରଭୁଙ୍କ ଠାରେ ଏ ପ୍ରକାର ଯଦି ଅଳ୍ପ ବିଷୟ ପାଇଁ ପ୍ରାର୍ଥନା କରୁଛନ୍ତି, କିନ୍ତୁ ପ୍ରଭୁ ଆପଣଙ୍କର ମାଗିବା ଠାରୁ ଅଧିକ ଦେବା ପାଇଁ ପ୍ରସ୍ତୁତ, ଏବଂ ସେଥିପାଇଁ ସେ ଆସନ୍ତି ଆପଣଙ୍କ ନିକଟକୁ। ତମେ ମୋତେ ଦେଖିବାକୁ ଚାହୁଁଛ, ମୁଁ ତୁମ ଘରେ ରହିବି, ମୁଁ ତୁମ ହୃଦୟରେ ରହିବି, ମୁଁ ତୁମର ଜୀବନରେ ବାସ କରିବି। ଓ କେତେ ପ୍ରେମୀ ଯୀଶୁ! ଆଉ ସେ ଆସନ୍ତି, ସେ ପରିତ୍ରାଣ ଦିଅନ୍ତି। ସେଦିନ ଯକ୍ଷୟଙ୍କର ଘରେ ପରିବର୍ତ୍ତନ ଆସିଲା, ତାଙ୍କ ଜୀବନରେ ପରିବର୍ତ୍ତନ ଆସିଲା। ପ୍ରଭୁ ଯୀଶୁ ଘୋଷଣା କରି କହିଲେ, ଆଜି ଏହି ଗୃହରେ ପରିତ୍ରାଣ ଉପସ୍ଥିତ ହେଲା। ହେବ ବୋଲି କହିଲେ ନାହିଁ, ହେଲା ବୋଲି କହିଲେ। ଆପଣଙ୍କ ଜୀବନରେ ମଧ୍ୟ ପ୍ରଭୁଙ୍କର ସେଇ ବାଣୀ ଆଜି ଉଚ୍ଚାରିତ ହୋଇପାରିବ। ଆଜି ଆପଣ ପରିତ୍ରାଣ ପାଇପାରିବେ। ବାକ୍ୟରେ କଥା ଲେଖା ଅଛି, ଆଜି ହିଁ ପରିତ୍ରାଣର ଦିନ, ଆଜି ହିଁ ଈଶ୍ୱରଙ୍କର ଅନୁଗ୍ରହ ପାଇବାର ଦିନ। ଏପରି ଦିନକୁ ଅବହେଳା କରନ୍ତୁ ନାହିଁ, କାରଣ ଆଜି ଦିନ ଆପଣଙ୍କ ପାଇଁ ରକ୍ଷା ପାଇବାର ଦିନ ହେଇପାରେ। ଆଉ ଆଜି ଦିନ ଅଲରେଡ଼ି ଆମମାନଙ୍କର ଅଧା ସମୟ ପଳେଇଲାଣି। ଆଉ କହିବାକୁ ଗଲେ ଆମମାନଙ୍କର ଦିନର ଅଧିକାଂଶ ଭାଗ ସରିଗଲା। ଆଉ ଅଳ୍ପ କେତୋଟି ଘଣ୍ଟା ପରେ ଏ ଦିନଟି ପୁରାପୁରି ଚାଲିଯିବ, କେବେ ବି ଫେରି ଆସିବ ନାହିଁ। ଆଜିର ସୁଯୋଗ ମଧ୍ୟ ଏ ଦିନ ସହିତ ପଳେଇଯିବ, ତାକୁ ଫେରି ପାଇବେ ନାହିଁ। ସମୟ ଚାଲିଯିବା ପୂର୍ବରୁ, ସୁଯୋଗ ଫେରିଯିବା ପୂର୍ବରୁ ଆଜି ହିଁ ପ୍ରଭୁଙ୍କ ଠାରେ ବିଶ୍ୱାସ କରନ୍ତୁ। ପରିତ୍ରାଣ ଅନୁଗ୍ରହର ଦାନ ଅଟେ, ତାକୁ ବିଶ୍ୱାସରେ ଗ୍ରହଣ କରନ୍ତୁ। ପାପ କ୍ଷମା ଈଶ୍ୱରଙ୍କର ଅନୁଗ୍ରହ ଦାନ ଅଟେ। ଅନୁତାପ କରି ତାହାଙ୍କଠାରେ ପ୍ରାର୍ଥନା କରନ୍ତୁ। ଆଜି ହିଁ କ୍ଷମା ପାଇବେ, ଆଜି ହିଁ ଆପଣଙ୍କ ଜୀବନରେ ନୂତନ ଆରମ୍ଭ ହେଇପାରିବ। ଯେମିତିକି ସେ କୁଷ୍ଠ ରୋଗୀର ଜୀବନରେ ଘଟିଲା, ସେ ଆଉ ବାହାରେ ପଡ଼ି ରହିଲା ନାହିଁ, ସେ ସମାଜକୁ, ନିଜ ପରିବାର ମଧ୍ୟକୁ ଆନନ୍ଦରେ ଫେରିଗଲା, ଯେହେତୁ ପ୍ରଭୁ ଯୀଶୁ ତତ୍କ୍ଷଣାତ୍ ତାକୁ ସୁସ୍ଥ କଲେ। ସେଇ ପ୍ରଭୁଙ୍କ ଠାରେ ବିଶ୍ୱାସ କରନ୍ତୁ। ଆସନ୍ତୁ ପ୍ରାର୍ଥନା କରିବା। ପ୍ରିୟ ପ୍ରଭୁ, ତୁମ ନିକଟକୁ ଆସୁଛୁ। ତୁମଠାରେ ପାପ କ୍ଷମା ଅଛି, ତୁମଠାରେ ଅନନ୍ତ ଜୀବନ ଅଛି, ତୁମଠାରେ ହିଁ ବାସ୍ତବ ପରିତ୍ରାଣ ଅଛି। ଆଜି ଆମମାନଙ୍କର ବନ୍ଧୁମାନଙ୍କୁ ସେ ଅନୁଭବ ମଧ୍ୟକୁ କଢ଼େଇ ନିଅ, ଯହିଁରେ ସେମାନେ ଜାଣିବେ ଯେ ତୁମେ ଏକମାତ୍ର ଉଦ୍ଧାରକର୍ତ୍ତା, ଏକମାତ୍ର ମୁକ୍ତିଦାତା, ଏକମାତ୍ର ଆରୋଗ୍ୟକାରୀ, ଏକମାତ୍ର ଜୀବନଦାତା ପରମେଶ୍ୱର ଅଟ। ପ୍ରଭୁ ପ୍ରତ୍ୟେକଙ୍କୁ ଦୟାକର। ଏହି ପ୍ରାର୍ଥନା ନିବେଦନ ପରିତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଉତ୍ସର୍ଗ କରୁଅଛୁ। ଆମେନ୍। ଧନ୍ୟବାଦ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଶୁଣିଲେ ଆଜିର କାର୍ଯ୍ୟକ୍ରମ ସତ୍ୟଜ୍ୟୋତି। ଏ ସମ୍ପର୍କରେ ଅଧିକ ଜାଣିବା ପାଇଁ ଓ ବିନା ମୂଲ୍ୟରେ ଏକ ପୁସ୍ତକ ପାଇବା ପାଇଁ ଆମକୁ ପତ୍ର ଲେଖନ୍ତୁ। ଏବଂ ଯଦି ଆପଣଙ୍କର କିଛି ପ୍ରଶ୍ନ ଥାଏ, ତେବେ ଆମକୁ ଏହି ଠିକଣାରେ ଯୋଗାଯୋଗ କରନ୍ତୁ ବା ଫୋନ୍ ଯୋଗେ ସମ୍ପର୍କ କରନ୍ତୁ। ଆମ ଠିକଣା ହେଲା ସତ୍ୟଜ୍ୟୋତି, ପୋଷ୍ଟ ବକ୍ସ ନମ୍ବର 89, କଟକ 753001। ଆଜି ପାଇଁ ବିଦାୟ ନେଉଛୁ। ଆପଣମାନଙ୍କ ସହିତ ପୁଣି ଦେଖାହେବ ଠିକ୍ ଆସନ୍ତା ସପ୍ତାହର ଏଇ ଦିନ, ଏଇ ସମୟ। ନମସ୍କାର।